ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ କ୍ରମାଗତ ବିରୋଧ ଯୋଗୁଁ ବାପ୍ତିଜକ ଯୋହନଙ୍କ ମୃତ୍ୟୁ ଘଟିଥିଲା, ଯାହା ସ୍ୱୟଂ ଯୀଶୁଙ୍କ ପ୍ରତି ହେବାକୁ ଥିବା ପ୍ରତ୍ୟାଖ୍ୟାନକୁ ସୂଚାଉଥିଲା। ଏପରି ପରିସ୍ଥିତିରେ ମଧ୍ୟ ଯୀଶୁ ହଜାର ହଜାର ଲୋକଙ୍କୁ ଭୋଜନ କରାଇ ନିଜର ଗଭୀର କରୁଣା ପ୍ରଦର୍ଶନ କରିଥିଲେ। ସେ ଜଳ ଉପରେ ଚାଲି ନିଜର ଶିଷ୍ୟମାନଙ୍କ ବିଶ୍ୱାସକୁ ମଧ୍ୟ ଦୃଢ଼ କରିଥିଲେ। ଯଦିଓ ସେମାନେ ଭୟ ଏବଂ ସନ୍ଦେହ ସହିତ ସଂଘର୍ଷ କରୁଥିଲେ, ଶେଷରେ ସେମାନେ ତାଙ୍କୁ ଈଶ୍ୱରଙ୍କର ପୁତ୍ର ଭାବରେ ସ୍ୱୀକାର କଲେ ଏବଂ ତାଙ୍କର ଆରାଧନା କଲେ। ଆଜିର ଅଧ୍ୟାୟରେ ଆମେ ମାଥ୍ୟୁ 15 ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଯୀଶୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କର ସମ୍ମୁଖୀନ ହେଉଛନ୍ତି। ତେବେ ଆସନ୍ତୁ ଅଧ୍ୟୟନ କରିବାକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜିର ଅଧ୍ୟୟନରେ ଆମେ ମାଥ୍ୟୁ 15 ପର୍ବ ଉପରେ ଆଲୋଚନା କରିବା। ଏହି ପର୍ବରେ ଯୀଶୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ ଭର୍ତ୍ସନା କରିବା ଦେଖୁ ଓ ନିଜ ଶିଷ୍ୟମାନଙ୍କୁ ଅନୁଯୋଗ କରୁଛନ୍ତି। ତାପରେ ସୁରଫୈନିକିଆ ସ୍ତ୍ରୀର କନ୍ୟାକୁ ଏବଂ ଅନେକ ଲୋକଙ୍କୁ ସୁସ୍ଥ କରିଥିବା ଲକ୍ଷ୍ୟ କରୁ। ଶେଷରେ 4000 ଲୋକଙ୍କୁ ଅଳ୍ପ ରୁଟି ଓ ମାଛ ଭୋଜନ କରାଇ ପରିତୃପ୍ତ କଲେ। ଏହି ପର୍ବରେ ଯୀଶୁ ରାଜାଙ୍କ ଯାତ୍ରା ଚାଲୁ ରହିଥିବା ଦେଖୁ ଓ ସେ କ୍ରୁଶ ଆଡ଼କୁ ଅଗ୍ରସର ହେବାକୁ ଆରମ୍ଭ କରୁଛନ୍ତି। ଧର୍ମ ନେତାମାନଙ୍କ ଦ୍ୱାରା ତାଙ୍କର ପ୍ରତ୍ୟାଖ୍ୟାନ ଓ ସେମାନଙ୍କର ସହ ଚାଲିଥିବା ସଂଘର୍ଷକୁ ଆମେ ପୂର୍ବରୁ ଦେଖି ସାରିଛୁ। ଏହି ପର୍ବରେ ଯୀଶୁଙ୍କର ପରିଚର୍ଚ୍ଚାକୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କ ସହିତ ଚରମ ସୀମାରେ ପହଞ୍ଚିଥିବା ଦେଖୁଛୁ। ଏହି ଅଂଶରେ ଅନେକ ଘଟଣା ଘଟିଥିବା ଆମେ ଦେଖୁଛୁ, ଯେପରିକି ଯୀଶୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ ଭର୍ତ୍ସନା କରୁଥିବା ଆମେ ଲକ୍ଷ୍ୟ କରୁ। ମାଥ୍ୟୁ 15 ପର୍ବ ତାର 1 ଏବଂ 2 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି, ମୋ ସହିତ ଖୋଲନ୍ତୁ। ସେହି ସମୟରେ ଜେରୁସାଲେମରୁ ଫାରୁସୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଲଙ୍ଘନ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ। ଶାସ୍ତ୍ରୀ ଓ ଫାରୁସୀମାନେ ଜେରୁସାଲେମରୁ ଏତେ ଦୂର ବାଟ ଚାଲି ଚାଲି ଆସିଥିଲେ। ପୂର୍ବ ପର୍ବରେ ଆମେ ଦେଖିଥିଲୁ ଯେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଏକ ନିର୍ଜନ ସ୍ଥାନରେ ଥିଲେ। ସେଠାରେ ଖାଦ୍ୟ ପାଇବା ନିମନ୍ତେ କୌଣସି ଦୋକାନ ମଧ୍ୟ ନଥିଲା। ତେଣୁ ସେ ସେମାନଙ୍କୁ ଭୋଜନ କରାଇଥିଲେ। ମନେ ହେଉଥିଲା ସତେ ଯେପରି ଧର୍ମ ନେତାମାନେ ଯୀଶୁଙ୍କ ବାକ୍ୟ ଶୁଣିବା ନିମନ୍ତେ ଏତେ ବାଟରୁ ଚାଲି ଚାଲି ଆସିଥିଲେ, କିନ୍ତୁ ପ୍ରକୃତରେ ସେମାନେ ତାଙ୍କୁ ପ୍ରଶଂସା କରିବାକୁ କିମ୍ବା ତାଙ୍କ ଶିକ୍ଷା ଶୁଣିବାକୁ ଆସିନଥିଲେ। ସେମାନେ ତାଙ୍କୁ ସମାଲୋଚନା କରିବାକୁ ଆସିଥିଲେ। ଆମେ ବୁଝିପାରୁଛୁ ଯେ ଏହା ବନ୍ଧୁତ୍ୱର ସାକ୍ଷାତ ନଥିଲା। ସେମାନେ ଯୀଶୁଙ୍କ ବିରୁଦ୍ଧରେ ବ୍ୟବସ୍ଥା ଲଙ୍ଘନ କରିବାର ଅଭିଯୋଗ ନୁହେଁ, ବରଂ ସେମାନଙ୍କ ପରମ୍ପରାକୁ ଲଙ୍ଘନ କରିବାର ଅଭିଯୋଗ ଆଣିଥିଲେ, ଯାହାକୁ ସେମାନେ ଧର୍ମଶାସ୍ତ୍ର ସହିତ ସମାନ ବୋଲି ମାନୁଥିଲେ। ସେମାନେ ଜାଣିବାକୁ ଚାହୁଁଥିଲେ ଯେ ତାଙ୍କ ଶିଷ୍ୟମାନେ କାହିଁକି ଖାଇବା ପୂର୍ବରୁ ହାତ ଧୋଉନାହାନ୍ତି। ସେମାନେ ସ୍ୱାସ୍ଥ୍ୟଗତ ସଫେଇ ଅପେକ୍ଷା ଅଧିକ ଆଚାରଗତ ଶୁଦ୍ଧିକରଣ ବିଷୟରେ ଚିନ୍ତା କରୁଥିଲେ। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବାହ୍ୟ ଧର୍ମକର୍ମ ପାଳନ କରିବା ଯଥେଷ୍ଟ ବୋଲି ଭାବୁଥିଲେ। ମାଥ୍ୟୁ 15 ପର୍ବ ତାର 3 ପଦରେ ଲେଖା ଅଛି। ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କର? ଯୀଶୁ ସେମାନଙ୍କୁ ନିଜ ପରମ୍ପରା ଦ୍ୱାରା ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରୁଥିବାର ଦୋଷରେ ଦୋଷୀ ବୋଲି କହିଥିଲେ। ଆପଣ ଦେଖନ୍ତୁ, ସେମାନଙ୍କ ପରମ୍ପରା ବ୍ୟବସ୍ଥାର ଅବାଧ୍ୟ ହେବାକୁ ଅନୁମତି ଦେଉଥିଲା, ଯାହା ଏକ ଆଶ୍ଚର୍ଯ୍ୟଜନକ ବିଷୟ ଥିଲା। ଅତି ଚତୁରତାର ସହିତ ତାହା କରୁଥିଲେ। ମାଥ୍ୟୁ 15 ପର୍ବ ତାର 4-6 ପଦରେ ଲେଖା ଅଛି, ଈଶ୍ୱର ତ କହିଅଛନ୍ତି, ପିତାମାତାଙ୍କୁ ସମାଦର କର, ଆଉ ଯେ କେହି ପିତା କି ମାତାଙ୍କୁ ଅଭିଶାପ ଦିଏ
ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ। କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାଙ୍କୁ କହେ, ମୋ ଠାରୁ ଯାହାଦ୍ୱାରା ତୁମ୍ଭର ଉପକାର ହୋଇଥାନ୍ତା, ତାହା ମାନତକ ହୋଇଅଛି, ସେ ଆପଣା ପିତାମାତାଙ୍କୁ ନିଶ୍ଚୟ ସମାଦର କରିବ ନାହିଁ। ଏହି ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ୱରଙ୍କର ବାକ୍ୟ ବ୍ୟର୍ଥ କରିଅଛ। ଆମ ପ୍ରଭୁ କହନ୍ତି, ପିତାମାତାଙ୍କୁ ସମାଦର କରିବା ସହିତ ସେମାନଙ୍କ ଭରଣ ପୋଷଣ କରିବା। ଏହି ଦାୟିତ୍ୱରୁ ରକ୍ଷା ପାଇବା ପାଇଁ ସେମାନେ ସେମାନଙ୍କ ଅର୍ଥକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଥିଲେ ଓ ପିତାମାତାଙ୍କ ପ୍ରତି ସେମାନଙ୍କର କର୍ତ୍ତବ୍ୟରୁ ଓହରି ଯାଉଥିଲେ। ମୋଶାଙ୍କ ବ୍ୟବସ୍ଥାରୁ ରକ୍ଷା ପାଇବା ପାଇଁ ଏହା ଧାର୍ମିକ ବାହାନା ଥିଲା। ମୁଁ ଏବେ ବି ବିଶ୍ୱାସ କରେ ଯେ ଜଣେ ଖ୍ରୀଷ୍ଟିଆନକୁ ପରୀକ୍ଷା କରିବାର ଉତ୍ତମ ମାଧ୍ୟମ ହେଉଛି ତାଙ୍କର ଅର୍ଥ ବ୍ୟବହାର କରିବା। ଆଜିର ସମୟରେ ଜଣେ ଖ୍ରୀଷ୍ଟିଆନଙ୍କ ଆତ୍ମିକ ମାନଦଣ୍ଡ ମାପିବା ହେଉଛି ସେ ନିଜ ପାଖରେ ଥିବା ଅର୍ଥକୁ କିପରି ବିନିଯୋଗ କରୁଛନ୍ତି ଏବଂ ଈଶ୍ୱରଙ୍କ ଅର୍ଥକୁ ସେ କିପରି ପରିଚାଳନା କରୁଛନ୍ତି। ଯୀଶୁଙ୍କ ସମୟରେ ଧର୍ମନେତାମାନେ ଲୋକମାନଙ୍କୁ ସେମାନଙ୍କର ପ୍ରକୃତ ଦାୟିତ୍ୱରୁ ଖସିଯିବା ପାଇଁ ସାହାଯ୍ୟ କରୁଥିଲେ। ଈଶ୍ୱରଙ୍କୁ ଦାନ ଦେବା ପୂର୍ବରୁ ଆପଣ ନିଜର ସମସ୍ତ ଋଣ ପରିଶୋଧ କରନ୍ତୁ ବୋଲି ସେ ଚାହାନ୍ତି। ଆପଣ ନିଜର ବ୍ୟକ୍ତିଗତ ଦାୟିତ୍ୱ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ଈଶ୍ୱର ଚାହାନ୍ତି। ଈଶ୍ୱରଙ୍କୁ ଦାନ ଦେବା ପୂର୍ବରୁ ଆପଣ ନିଜ ପରିବାରର ଭରଣ ପୋଷଣ କରନ୍ତୁ ବୋଲି ସେ ଚାହାନ୍ତି। ଜଣେ ପାଳକ କହନ୍ତି ଯେ ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଭିନ୍ନ ପ୍ରକାର ଥିଲା। ସେହି ବ୍ୟକ୍ତି ଜଣକ ଦରମା ମିଳିବା ଦିନ ପାଳକଙ୍କ ପାଖକୁ ଆସିଲେ ଏବଂ ତାଙ୍କ ପରିବାର ଭୋକିଲା ଥିବା ସତ୍ତ୍ୱେ ତାଙ୍କ ଆୟର ଅଧା ଅଂଶ ପ୍ରଭୁଙ୍କ ପାଇଁ ଦେବାକୁ ଚାହିଁଲେ। ଯେତେବେଳେ ପାଳକ ଜାଣିବାକୁ ପାଇଲେ, ଆମ ମଧ୍ୟରେ କିଛି ସମୟ ଆଲୋଚନା ହେଲା ଏବଂ ପ୍ରଥମେ ସେ ଅପମାନିତ ମନେ କଲେ। ଶେଷରେ ସେ ବୁଝିପାରିଲେ ଯେ ସେ ନିଜ ପରିବାରକୁ ଅବହେଳା କରୁଥିଲେ, ଯାହା ଏକ ଦୁଃଖଦାୟକ ବିଷୟ। ଲୋକମାନେ କିପରି ଏକ ଧାର୍ମିକ ବାହାନା ଦେଖାଇ ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରନ୍ତି, ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ମାଥ୍ୟୁ 15 ପର୍ବ ତାର 7 ଏବଂ 8 ପଦରେ ଲେଖା ଅଛି, ରେ କପଟିମାନେ, ଯିଶାୟ ତୁମମାନଙ୍କ ବିଷୟରେ ଯଥାର୍ଥ ରୂପେ ଏହି ଭାବବାଣୀ କହିଅଛନ୍ତି। ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ପ୍ରଭୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ କପଟି ବୋଲି କହୁଥିଲେ। ପବିତ୍ର ଧର୍ମଶାସ୍ତ୍ରରେ ଏହା ସବୁଠାରୁ ଭୟଙ୍କର ଶବ୍ଦ। ଅନ୍ୟ କୌଣସି ଶବ୍ଦ ଏହାର ସମକକ୍ଷ ନୁହେଁ, କିନ୍ତୁ ସେହି ସମୟରେ ଏହାର ଅର୍ଥ ଆଜି ପରି ସମାନ ଥିଲା। ଆମ ପାଇଁ ଏହା ଏକ ଅତି କଠୋର ଶବ୍ଦ, ମାତ୍ର ଯୀଶୁଙ୍କ ସମୟରେ ଏହାର ସରଳ ଅର୍ଥ ଥିଲା ପାଲଟା ଜବାବ ଦେବା ଏବଂ ଏହା ନାଟକର ଜଣେ ଅଭିନେତା ପାଇଁ ବ୍ୟବହାର କରାଯାଉଥିଲା। ଏହାର ଅର୍ଥ ହେଉଛି ଜଣେ ଅଭିନେତା କୌଣସି ସଂକେତ ପାଇବା ପରେ ତାର ଉତ୍ତର ଦିଏ। ଯୀଶୁ ଶାସ୍ତ୍ରୀ ଓ ଫାରୁସୀମାନଙ୍କୁ ଧର୍ମ ନାମରେ ଅଭିନୟ କରୁଥିବାର ଦୋଷରେ ଅଭିଯୋଗ କରୁଥିଲେ। ଧର୍ମନେତାମାନେ ଲୋକମାନଙ୍କୁ ଖାଇବା ପୂର୍ବରୁ ହାତ ଧୋଇବାର ରୀତିନୀତି ପାଳନ କରିବା ପାଇଁ ବହୁତ ବ୍ୟଗ୍ର ଥିଲେ, କିନ୍ତୁ ସେମାନେ ସେମାନଙ୍କ ହୃଦୟର ଅବସ୍ଥାକୁ ଅବହେଳା କରୁଥିଲେ, ଯାହାକି ଈଶ୍ୱରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଧାର୍ମିକ ବାହାନା ଦେଖାଇ ସେମାନେ ମୋଶାଙ୍କ ବ୍ୟବସ୍ଥାକୁ ଲଙ୍ଘନ କରୁଥିଲେ। ଆମେ ମଧ୍ୟ ନିଜ ଭୁଲକୁ ଠିକ୍ ବୋଲି ପ୍ରମାଣ କରିବାକୁ ଯୁକ୍ତି କରୁ। ପିତାମାତାମାନେ ନିଜ ପିଲାମାନଙ୍କୁ କହନ୍ତି, ଟେବୁଲକୁ ଖାଇବାକୁ ଆସିବା ପୂର୍ବରୁ ହାତ ଧୋଇ ଆସ, କିନ୍ତୁ ସେମାନେ ନିଜ ପିଲାମାନେ ଟେଲିଭିଜନରେ କ'ଣ ଦେଖୁଛନ୍ତି ସେଥିପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ, ଯାହାକି ସେମାନଙ୍କ ହୃଦୟକୁ ନଷ୍ଟ କରୁଛି। ହଁ, ନିଶ୍ଚିତ ଭାବରେ ପିଲାମାନେ ହାତ ଧୋଇବା ଉଚିତ, କିନ୍ତୁ ଶରୀରର ଆଭ୍ୟନ୍ତରୀଣ ଅର୍ଥାତ୍ ହୃଦୟର ପବିତ୍ରତା ବାହ୍ୟ ପରିସାର ପରିଚ୍ଛନ୍ନତା ଅପେକ୍ଷା କେତେ ଗୁଣରେ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏବେ ଆମ ପ୍ରଭୁ ସେହି ବିଷୟରେ ଅଧିକ ସ୍ପଷ୍ଟ କରି କହୁଥିବା ଦେଖୁ। ମାଥ୍ୟୁ 15 ପର୍ବ ତାର 10 ଏବଂ 11 ପଦରେ ଲେଖା ଅଛି, ଆଉ ଯୀଶୁ ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, ଶୁଣ ଓ ବୁଝ। ମୁଖରେ ଯାହା ପ୍ରବେଶ କରେ ତାହା ସେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ଯୀଶୁ ଯେଉଁ ମହାନ ନୀତି ଶିକ୍ଷା ଦେଉଥିଲେ, ତାହା ହେଉଛି ନୈତିକ ଅଶୁଦ୍ଧତା ଆତ୍ମିକ ଅଟେ, ଶାରୀରିକ ନୁହେଁ। ମାଥ୍ୟୁ 15 ପର୍ବ ତାର 12 ପଦରେ ଲେଖା ଅଛି, ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୁସୀମାନେ ଏହି କଥା ଶୁଣି ଯେ ବିଘ୍ନ ପାଇଅଛନ୍ତି, ଆପଣ କ'ଣ ଏହା ଜାଣନ୍ତି? ପ୍ରଭୁ ଯୀଶୁ
ଫାରୁସୀମାନଙ୍କୁ ନିନ୍ଦା କରି କହୁଥିବାରୁ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଉଯାଉଥିଲେ। ସେ ସମୟ ପର୍ଯ୍ୟନ୍ତ ଧର୍ମ ନେତା ଏବଂ ଯୀଶୁଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ଏହା ସେମାନଙ୍କ ସମ୍ପର୍କ ମଧ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ପ୍ରଭୁ ନିଜ ଶିଷ୍ୟମାନଙ୍କୁ ଶିକ୍ଷା ଦେବାରେ ଲାଗି ରହିଥିଲେ। ମାଥ୍ୟୁ 15 ପର୍ବ ତାର 13 ପଦରେ ଲେଖା ଅଛି, କିନ୍ତୁ ସେ ଉତ୍ତର ଦେଲେ, ମୋର ସ୍ୱର୍ଗସ୍ଥ ପିତା ଯେଉଁ ସବୁ ବୃକ୍ଷ ରୋପଣ କରିନାହାନ୍ତି ସେସବୁ ଉତ୍ପାଟିତ ହେବ। ଏଠାରେ ରୋପଣ ଶବ୍ଦର ଅର୍ଥ ହେଉଛି ବ୍ୟବସ୍ଥା। ଯୀଶୁଙ୍କ କହିବାର ତାତ୍ପର୍ଯ୍ୟକୁ ଏପରି ବୁଝିବା ଅତ୍ୟୁକ୍ତି ହେବ ନାହିଁ ଯେ ପ୍ରତ୍ୟେକ ଧାର୍ମିକ ବ୍ୟବସ୍ଥା ଯାହାକୁ ମୋର ସ୍ୱର୍ଗସ୍ଥ ପିତା ରୋପଣ କରିନାହାନ୍ତି ତାହା ମୂଳରୁ ଉପାଡ଼ି ଦିଆଯିବ। ମାଥ୍ୟୁ 15 ପର୍ବ ତାର 14 ପଦରେ ଲେଖା ଅଛି, ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥ ପ୍ରଦର୍ଶକ। ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟେ ଖାତରେ ପଡ଼ିବେ। ମୋ ପାଇଁ ଏହା ହାସ୍ୟାସ୍ପଦ ଉକ୍ତି। ଏହା ନିଶ୍ଚିତ ଭାବରେ ମର୍ମଭେଦ କରେ। ଫାରୁସୀମାନେ ସେହି ଅନ୍ଧ ନେତା ଥିଲେ। ମାଥ୍ୟୁ 15 ପର୍ବ ତାର 15 ପଦରେ ଲେଖା ଅଛି, ସେଥିରେ ପିତର ତାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମମାନଙ୍କୁ ବୁଝାଇ ଦିଅନ୍ତୁ। ପ୍ରଭୁ ତାଙ୍କ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କଥା କହୁଥିଲେ। ତାଙ୍କ ଶିକ୍ଷାର ଗୁରୁତ୍ୱ ବୁଝିପାରୁନାହାନ୍ତି। ମାଥ୍ୟୁ 15 ପର୍ବ ତାର 16-18 ପଦରେ ଲେଖା ଅଛି, ଯୀଶୁ କହିଲେ, ତୁମ୍ଭେମାନେ ମଧ୍ୟ କ'ଣ ଏପର୍ଯ୍ୟନ୍ତ ଅବୋଧ? ଯାହା କିଛି ମୁଖରେ ପ୍ରବେଶ କରେ ତାହା ଉଦରକୁ ଯାଇ ବାହ୍ୟ ସ୍ଥାନରେ ଯେ ନିକ୍ଷିପ୍ତ ହୁଏ, ଏହା କ'ଣ ବୁଝୁନାହଁ? କିନ୍ତୁ ମୁଖରୁ ଯାହା ସବୁ ନିର୍ଗତ ହୁଏ ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। ଏହା ଏକ ମହାନ ନୀତି। ଯାହା ଆମ ହୃଦୟରେ ପ୍ରବେଶ କରେ ତାହା ଅଶୁଚି କରେ ନାହିଁ, ଯାହା ଆମ ମୁଖରୁ ବାହାରେ ତାହା ଅଶୁଚି କରେ। କେହି ଜଣେ କହନ୍ତି, ହୃଦୟ ରୂପକ କୂଅରେ ଯାହା ଥିବ ତାହା କେବେ ନା କେବେ ପାଟି ରୂପକ ବାଲ୍ଟିରେ ବାହାରକୁ ନିଶ୍ଚୟ ଆସିବ। ତାଙ୍କ କଥା ଶୁଣନ୍ତୁ। ମାଥ୍ୟୁ 15 ପର୍ବ ତାର 19 ଏବଂ 20 ପଦରେ ଲେଖା ଅଛି, କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ। ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୌତ ହସ୍ତରେ ଭୋଜନ କରିବା ମନୁଷ୍ୟକୁ ଅଶୁଚି କରେ ନାହିଁ। ଆମେ ନିଶ୍ଚିତ ଭାବରେ ଆମର ସମସାମୟିକ ସଂସ୍କୃତିରେ ଏହାର ପରିପ୍ରକାଶ ଦେଖିବାକୁ ପାଉଁ। ଆମେ ଏବେ ନୂତନ ନୈତିକତାର ସମୟ ମଧ୍ୟରେ ଅଛୁ ଏବଂ ସେହି ସମୟରେ ଆସି ପହଞ୍ଚିଛୁ, ଯେଉଁ ବିଷୟରେ ଯେଶାୟ ଭବିଷ୍ୟତବକ୍ତା କହନ୍ତି। ଯେଶାୟ 5 ପର୍ବ ତାର 20 ପଦରେ, ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି, ଆମ ମଧ୍ୟରୁ ଯେଉଁମାନେ ବାଇବଲ ଉପରେ ବିଶ୍ୱାସ କରନ୍ତି ସେମାନଙ୍କୁ ଆଜି ଅଦରକାରୀ, ପୁରୁଣା କାଳିଆ ଏବଂ ସମ୍ପୂର୍ଣ୍ଣ ଭୁଲ ବୋଲି ବିବେଚନା କରନ୍ତି। ସ୍ୱାଧୀନତା ସମୟରେ ଆମେ କ'ଣ ପାଉଛୁ? ଆମ ପାଇଁ କୌଣସି କଟକଣା ନାହିଁ ଏବଂ ମନୁଷ୍ୟ ନିଜ ହୃଦୟର ସବୁ କଥା ପ୍ରକାଶ କରୁଛି। ଆମେ କ'ଣ ନୂତନ ନୈତିକତା କ'ଣ ଜାଣିଛୁ? ନା, ଆମ ପାଖରେ ସେହି ପୁରୁଣା ପାପ ଗୁଡ଼ିକ ହିଁ ଅଛି। କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟା ସାକ୍ଷ୍ୟ, ନିନ୍ଦା ଓ ଚୋରି। ଆମେ ପ୍ରକୃତରେ ବିପଦର ପେଡ଼ି ଖୋଲି ଦେଇଛୁ ଏବଂ ଆମେ ଏବେ ବଡ଼ ବିପଦରେ ଅଛୁ। ମନୁଷ୍ୟକୁ ନିୟନ୍ତ୍ରଣ କରିବାକୁ ହେବ। କହିବାକୁ ଗଲେ ମନୁଷ୍ୟ ପୃଥିବୀର ସବୁଠାରୁ ଭୟଙ୍କର ପ୍ରାଣୀ। ଆମେ ଅନ୍ୟ ପଶୁମାନଙ୍କୁ ପଞ୍ଜୁରୀରେ ରଖୁଁ, କିନ୍ତୁ ମଣିଷ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା ପାଇଁ ସ୍ୱାଧୀନ। ପ୍ରଭୁ ଯୀଶୁ ଆମକୁ କହନ୍ତି ଯେ ମାନବ ଜାତି କ'ଣ କରିବା ଦ୍ୱାରା ଆପଣଙ୍କୁ ଅପବିତ୍ର କରିଥାଏ। ଆଜି ଆମ ଚାରିପାଖରେ କେବଳ ଯୌନ କ୍ରିୟା ଉପରେ ଗୁରୁତ୍ୱ ଦିଆଯାଉଛି। ଆମ ବିଦ୍ୟାଳୟରେ, ଏପରି ଆମ ମଣ୍ଡଳୀରେ, ଟେଲିଭିଜନରେ, ରେଡ଼ିଓରେ, ଏହା ବିଲବୋର୍ଡରେ, ପତ୍ରିକାର କଭରରେ, ଖବରକାଗଜର ପ୍ରତିଟି ପୃଷ୍ଠାରେ ଦେଖିବାକୁ ପାଇବେ। ଏହି ବିଷୟଗୁଡ଼ିକ ମନୁଷ୍ୟକୁ ଅଶୁଚି କରେ। କହିପାରିବେ ନାହିଁ ଯେ ଆପଣ ଏଥିରୁ ମୁକ୍ତ। ଏହି ପ୍ରକାର ବିଷୟରୁ କେହି ମୁକ୍ତ ନୁହନ୍ତି। ଆମ ପିଲାମାନେ ମଧ୍ୟ ଯୁବପିଢ଼ି ଅପବିତ୍ର ହେଉଛନ୍ତି। ଆମେ କେବଳ ମୁହଁରେ ସ୍ୱାଧୀନ ବୋଲି କହି ଚାଲିଛୁ, ହୃଦୟରେ ଥିବା ବିଷୟ ବାହାରକୁ ଆସୁଛି। ପ୍ରଭୁ ଏଠାରେ ଏକ ବଡ଼ କଥା କହିଛନ୍ତି। ମାଥ୍ୟୁ 15 ପର୍ବ ତାର 21 ପଦରେ ଲେଖା ଅଛି, ଯୀଶୁ ସେହି ସ୍ଥାନରୁ ଅନ୍ତର ହୋଇ ସୋର ଏବଂ ସିଦୋନ ଅଞ୍ଚଳକୁ ପ୍ରସ୍ଥାନ କଲେ। ପ୍ରଭୁ ଯୀଶୁ ତାଙ୍କ ସେବା କାର୍ଯ୍ୟ ମଧ୍ୟରେ ପ୍ରଥମ ଥର ସେହି ସ୍ଥାନ ଛାଡ଼ି ଯାଉଛନ୍ତି। ଏହା ଅତ୍ୟନ୍ତ କୌତୂହଳପୂର୍ଣ୍ଣ, କାରଣ ସେ ଇସ୍ରାଏଲର ରାଜା ଭାବରେ ଆସିଥିଲେ। ଯେତେବେଳେ ସେ ନିଜ ଶିଷ୍ୟମାନଙ୍କୁ ପଠାଇଲେ
ସେ ସେମାନଙ୍କୁ ଇସ୍ରାଏଲର ସହରଗୁଡ଼ିକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏହାର ସୀମା ବାହାରକୁ ଯିବାକୁ ମନା କରିଥିଲେ। ତାପରେ ପ୍ରଭୁଙ୍କୁ ଇସ୍ରାଏଲ ଦ୍ୱାରା ପ୍ରତ୍ୟାଖ୍ୟାନ କରାଗଲା ଏବଂ ସେଠାରେ ବିବାଦ ସୃଷ୍ଟି ହେଲା। ଯୀଶୁ ଓ ଧର୍ମନେତାମାନଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛେଦ ହେବା ଦେଖିଥିଲୁ। ଏବେ କ'ଣ ହେଲା? ଯୀଶୁ ନିଜେ ଇସ୍ରାଏଲର ସୀମା ଅତିକ୍ରମ କରୁଛନ୍ତି। ସେ ବିଜାତିମାନଙ୍କୁ ଗ୍ରହଣ କରିବେ। ମାଥ୍ୟୁ 11 ପର୍ବ ତାର 28 ପଦରେ ଲେଖା ଅଛି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ମାଥ୍ୟୁ 15 ପର୍ବ ତାର 22 ଏବଂ 23 ପଦରେ ଲେଖା ଅଛି। ଆଉ ଦେଖ, ସେହି ସୀମାରୁ ଜଣେ କିଣାନିଆ ସ୍ତ୍ରୀ ଆସି ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ। ମୋର ଝିଅଟିକୁ ଅତି ଭୟଙ୍କର ଭାବରେ ଭୂତ ଲାଗିଅଛି। କିନ୍ତୁ ସେ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମମାନଙ୍କ ପଛେ ପଛେ ଚିତ୍କାର କରୁଅଛି। ସେହି ସୁରଫୈନିକ ସ୍ତ୍ରୀ ଅନ୍ୟ ଜାତିର ଥିଲେ ଏବଂ ଜଣେ ପ୍ରକୃତ ବିଜାତୀୟ ଥିଲେ। ମାର୍କ 7 ପର୍ବ ତାର 26 ପଦ ତାଙ୍କ ଜାତି ବିଷୟରେ କହେ। ଦାଉଦଙ୍କ ପୁତ୍ର ଯୀଶୁଙ୍କ ଉପରେ ତାଙ୍କର କୌଣସି ଅଧିକାର ନଥିଲା। ଯେତେବେଳେ ସେ ତାଙ୍କୁ ସେହି ନାମରେ ଡାକୁଛନ୍ତି, ଯୀଶୁ ତାଙ୍କୁ ଗୋଟିଏ ହେଲେ ଶବ୍ଦ ଉତ୍ତର ଦେଲେ ନାହିଁ। ଶିଷ୍ୟମାନେ କହିଲେ, ତାଙ୍କୁ ବିଦାୟ କରିଦିଅନ୍ତୁ, କାରଣ ସେ ଆମ ପଛରେ ପଛରେ ଆସୁଛି। ସେ ଚିତ୍କାର କରି ତାଙ୍କ ପଛରେ ଆସୁଥିଲେ। ମାଥ୍ୟୁ 15 ପର୍ବ ତାର 24 ପଦରେ ଲେଖା ଅଛି, କିନ୍ତୁ ସେ ଉତ୍ତର ଦେଲେ, ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇନାହିଁ। ଏହା କଠୋର ଉକ୍ତି ପରି ମନେ ହୁଏ, କିନ୍ତୁ ବାସ୍ତବ ସତ୍ୟ ଥିଲା। ଯୀଶୁ ପ୍ରଥମେ ଦାଉଦଙ୍କ ବଂଶର ରାଜାଙ୍କ ଆଗମନ ସମ୍ବନ୍ଧୀୟ ସମସ୍ତ ଭାବବାଣୀ ସଫଳ କରିବା ନିମନ୍ତେ କାର୍ଯ୍ୟ କଲେ। ସେ ବିଜାତି ମହିଳାଙ୍କ ନିକଟରେ ଏହି ସତ୍ୟକୁ ପ୍ରକାଶ କରିଥିଲେ। ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଆସିଥିଲେ। ଏହା ହିଁ ମୁଖ୍ୟ ବିଷୟ ଥିଲା ଯାହା ସାଧନ କରିବାକୁ ଚାହୁଁଥିଲେ। ସେ ଯେତେବେଳେ କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କଲେ, ତାଙ୍କ କ୍ରୁଶରେ ଏ କଥା ଲେଖା ଥିଲା, ଏ ହେଉଛନ୍ତି ଯୀଶୁ ଯିହୁଦୀମାନଙ୍କର ରାଜା। ଏବେ ବିଜାତି ସ୍ତ୍ରୀଙ୍କ କଥା ଶୁଣନ୍ତୁ। ମାଥ୍ୟୁ 15 ପର୍ବ ତାର 25 ପଦରେ ଲେଖା ଅଛି, କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ। ଯେତେବେଳେ ସେ ତାଙ୍କୁ ଦାଉଦଙ୍କ ସନ୍ତାନ ବୋଲି ସମ୍ବୋଧନ କଲେ, ଯୀଶୁ କହିଲେ, ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ନିକଟକୁ ଛଡ଼ା ମୁଁ ଅନ୍ୟ କାହା ପାଖକୁ ପ୍ରେରିତ ହୋଇନାହିଁ। ଜଣେ ବିଜାତି ଭାବରେ ଦାଉଦଙ୍କ ସନ୍ତାନ ଉପରେ ସେହି ସ୍ତ୍ରୀଙ୍କର କୌଣସି ଅଧିକାର ନଥିଲା। ତଥାପି ସେ ଆସି ତାଙ୍କୁ ଉପାସନା କରୁଛନ୍ତି, ତାଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରୁଛନ୍ତି ଏବଂ ସାହାଯ୍ୟ ମାଗୁଛନ୍ତି। ବର୍ତ୍ତମାନ ସେ ସାହାଯ୍ୟ ପାଇବେ, ଯାହା ଆମେ ଆଗକୁ ଦେଖିବା। ମାଥ୍ୟୁ 15 ପର୍ବ ତାର 26 ପଦରେ ଲେଖା ଅଛି, ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। ପ୍ରଭୁ ଅତ୍ୟନ୍ତ କଠୋର ଉକ୍ତି କହିଥିବା ଦେଖୁଁ। ଯଦି ଆମକୁ ଏପରି କୁହାଯାଇଥାନ୍ତା, ଆମେ ଚାଲି ଯାଇଥାନ୍ତୁ। ଆମେ କହିଥାନ୍ତୁ, କ'ଣ ଆପଣ ଏମିତି କଥାବାର୍ତ୍ତା କରୁଛନ୍ତି? ମାଥ୍ୟୁ 15 ପର୍ବ ତାର 27 ପଦରେ ଲେଖା ଅଛି, କିନ୍ତୁ ସେ କହିଲା, ହଁ ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଗୁଣ୍ଡି ଗୁଣ୍ଡା ଖାଆନ୍ତି। ଆପଣଙ୍କର ମନେ ଥିବ ଯେ ପ୍ରଭୁ ଗରିବ ଲାଜାର ବିଷୟରେ କହିଥିଲେ ଯେ ଧନୀ ବ୍ୟକ୍ତିଙ୍କ ଟେବୁଲରୁ ପଡ଼ୁଥିବା ଗୁଣ୍ଡି ଗୁଣ୍ଡା ଖାଉଥିଲେ ଏବଂ କୁକୁରମାନେ ଆସି ତାଙ୍କ ଘା ଗୁଡ଼ିକୁ ଚାଟୁଥିଲେ। ଇସ୍ରାଏଲିମାନେ ବିଜାତୀୟମାନଙ୍କ ପାଇଁ କୁକୁର ଶବ୍ଦ ବ୍ୟବହାର କରୁଥିଲେ। ଏହି ସ୍ତ୍ରୀ ସେହି ଅପମାନ ସହିବାକୁ ପ୍ରସ୍ତୁତ ଥିଲେ, କାରଣ ସେ ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କରୁଥିଲେ। ମାଥ୍ୟୁ 15 ପର୍ବ ତାର 28 ପଦରେ ଲେଖା ଅଛି, ସେଥିରେ ଯୀଶୁ ତାହାକୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ଦଣ୍ଡରୁ ତାହାର କନ୍ୟା ସୁସ୍ଥ ହେଲା। ପ୍ରଭୁ ଯୀଶୁ ସେହି ବିଜାତି ସ୍ତ୍ରୀଙ୍କର ବିଶ୍ୱାସ ଦେଖି ପ୍ରକୃତରେ ଚମତ୍କୃତ ହେଲେ। ସେ କହିଲେ, ହେ ପରିଶ୍ରାନ୍ତ ଓ ଭାରାକ୍ରାନ୍ତ ଲୋକମାନେ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ତୁମ୍ଭ ବୋଝ ହାଲୁକା କରିଦେବି। ଏବଂ ଜଣେ କିଣାନୀୟ ମହିଳାଙ୍କ ପାଇଁ ମଧ୍ୟ ସେ ତାହା କଲେ। ସେହି ମହିଳାଙ୍କ ଉତ୍ତର ଏକ ମହାନ ବିଶ୍ୱାସକୁ ପ୍ରକାଶ କରୁଥିଲା। ତେଣୁ ପ୍ରଭୁ ପ୍ରତ୍ୟୁତ୍ତର ଦେଇ କହିଲେ,
ମାଥ୍ୟୁ 15 ପର୍ବ ତାର 29 ଏବଂ 30 ପଦରେ ଲେଖା ଅଛି। ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲି ସମୁଦ୍ର ନିକଟକୁ ଆସିଲେ ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ। ପୁଣି ବହୁ ସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ। ପୁଣି ସେ ସେମାନଙ୍କୁ ସୁସ୍ଥ କଲେ। ପୁଣି ଥରେ ଲୋକସମୂହ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି, ସେମାନଙ୍କୁ ସୁସ୍ଥ କରୁଛନ୍ତି। ଅଳ୍ପ କିଛି ଘଟଣା ଘଟିନଥିଲା। ଏତେ ଲୋକ ସୁସ୍ଥ ହେଲେ ଯେ କେହି ଏ ଘଟଣାକୁ ଅସ୍ୱୀକାର କରିପାରିବେ ନାହିଁ। ମାଥ୍ୟୁ 15 ପର୍ବ ତାର 31 ପଦରେ ଲେଖା ଅଛି, ଏହି ରୂପେ ମୂକମାନେ ଯେ କଥା କହୁଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ। ପୁଣି ଇସ୍ରାଏଲର ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ। ତାହାପରେ ଯୀଶୁ 4000 ଲୋକଙ୍କୁ ଖାଇବାକୁ ଦେଲେ। ପୂର୍ବରୁ 5000 ଲୋକଙ୍କୁ ଖାଇବାକୁ ଦେବା କଥା ଆମେ ଜାଣୁ। ମାଥ୍ୟୁ 15 ପର୍ବ ତାର 32 ପଦରେ ଲେଖା ଅଛି। ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କ ନିକଟକୁ ଡାକି କହିଲେ, ଏହି ଲୋକ ସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ 3 ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। କାଳେ ବାଟରେ ସେମାନଙ୍କର ହଂସା ଉଡ଼ିଯାଏ, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋର ଇଚ୍ଛା ନାହିଁ। ଲୋକମାନଙ୍କ ପ୍ରତି ତାଙ୍କର ଦୟା ଦେଖନ୍ତୁ। ମାଥ୍ୟୁ 15 ପର୍ବ ତାର 33 ପଦରେ ଲେଖା ଅଛି, ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୋଟି ପାଇବା? ପ୍ରକୃତରେ କହିବାକୁ ଗଲେ ଏହା 5000 ଲୋକଙ୍କୁ ଭୋଜନ କରାଇବା ଘଟଣାର ଏକ ପୁନରାବୃତ୍ତି ପରି ମନେ ହୁଏ। ସେହି ଘଟଣା ପୁଣି ଥରେ କହିଲା ପରି ମନେ ହେଉଛି। ଆମେ ଆଶ୍ଚର୍ଯ୍ୟ ହେଉ ଯେ ମାଥ୍ୟୁ ଏ ଘଟଣାକୁ କାହିଁକି ଲେଖିଲେ, କାରଣ ଏହା ପ୍ରଭୁ ଯୀଶୁଙ୍କ ମସିହା ହେବାର ଦାବିକୁ ଉପସ୍ଥାପନ କଲା ପରି ମନେ ହୁଏ ନାହିଁ। ଏଠାରେ ଯୀଶୁ ଯେ ମସିହ ତାହା ଦାବି କରୁନାହାନ୍ତି, କିନ୍ତୁ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ଆଶ୍ଚର୍ଯ୍ୟ କାର୍ଯ୍ୟରୁ ଏ କଥା ଦେଖୁ ଯେ ଶିଷ୍ୟମାନେ ଧୀରେ ଧୀରେ ଶିଖୁଛନ୍ତି। ଅଳ୍ପ କିଛି ଦିନ ପୂର୍ବରୁ 5000 ଲୋକଙ୍କୁ ଖାଇବାକୁ ଦେବା ଦେଖିଥିଲେ, କିନ୍ତୁ ଏବେ ମଧ୍ୟ ତାଙ୍କ ମନରେ ଅବିଶ୍ୱାସ ରହିଛି। ଯୀଶୁଙ୍କୁ କହୁଛନ୍ତି, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୋଟି ପାଇବା? ମାଥ୍ୟୁ 15 ପର୍ବ ତାର 34ରୁ 36 ପଦରେ ଲେଖା ଅଛି। ଯୀଶୁ ସେମାନଙ୍କୁ ପଚାରିଲେ, ତୁମମାନଙ୍କ ପାଖରେ କେତୋଟି ରୋଟି ଅଛି? ସେମାନେ କହିଲେ, 7ଟି। ପୁଣି ଅଳ୍ପ କେତୋଟି ସାନ ମାଛ? ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ। ଆଉ ଯୀଶୁ ସେହି 7ଟି ରୋଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହି ସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ। ଯୀଶୁ ପୁଣି ଏଠାରେ ମହାନ ଜନତାକୁ ଖାଇବାକୁ ଦେଉଛନ୍ତି। ଏହାଦ୍ୱାରା ଶିଷ୍ୟମାନଙ୍କୁ ଶିଖାଇବାକୁ ଚାହୁଁଥିଲେ ଯେ ସେମାନେ ଯେପରି ପ୍ରତ୍ୟାଖ୍ୟାନ ନ କରି ବିଶ୍ୱାସ କରିବେ। ମୋର ବନ୍ଧୁ, ଅବିଶ୍ୱାସ ପାପ ଅଟେ। ରୋମିଓ 14 ପର୍ବ ତାର 23 କହେ, ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ ତାହା ପାପ। ଏବ୍ରୀ 12 ପର୍ବ ତାର 1 କହେ, ଏଡ଼େ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି। ଏହି ଭାର କ'ଣ? ମୁଁ ଭାବୁଛି ଅବିଶ୍ୱାସ। ଅବିଶ୍ୱାସ ପାପ ଅଟେ। ମୁଁ ସ୍ୱୀକାର କରୁଛି ଯେ ମୁଁ ଯେପରି ଅଧିକ ବିଶ୍ୱାସ କରନ୍ତି ସେ ବିଶ୍ୱାସଯୋଗ୍ୟ, ମୁଁ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରିବା ଉଚିତ। କିନ୍ତୁ ସମସ୍ୟାଟି ମୋ ଭିତରେ ଅଛି। ମୁଁ ଭାବୁଛି ଯେ ସେହି ସମସ୍ୟାଟି ଆପଣଙ୍କ ଭିତରେ ମଧ୍ୟ ଅଛି। ପ୍ରଭୁ ଯୀଶୁ ଏହି ମହାଜନତାଙ୍କୁ ପରିତୃପ୍ତ କଲେ। ମାଥ୍ୟୁ 15 ପର୍ବ ତାର 37 ଏବଂ 38 ପଦରେ ଲେଖା ଅଛି। ଆଉ ସମସ୍ତ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟିରୁ ଯାହା ବଳିଲା ତାହା ସେମାନେ ଉଠାଇ 7 ବେତା ଭର୍ତ୍ତି କଲେ। ଭୋଜନ କରିବା ଲୋକେ ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା 4000 ପୁରୁଷ ଥିଲେ। ଲକ୍ଷ୍ୟ କରନ୍ତୁ ଯେ ସେଠାରେ 4000 ପୁରୁଷଙ୍କ ସହିତ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେଠାରେ ପରିବାର ଭାବରେ ଉପସ୍ଥିତ ଥିଲେ। ପୁଣି ଯଦି ଆମେ ପ୍ରତ୍ୟେକ ପୁରୁଷଙ୍କ ସହିତ ଜଣେ ମହିଳା ଏବଂ ଜଣେ ପିଲାଙ୍କୁ ହିସାବକୁ ନେବା, ତେବେ ମୋଟ 12000 ଲୋକଙ୍କୁ ଭୋଜନ କରାଯାଇଥିଲା। ମାଥ୍ୟୁ 15 ପର୍ବ ତାର 39 ପଦରେ ଲେଖା ଅଛି। ଏଥିଉତ୍ତରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ। ଏହା ପ୍ରଭୁ ଯୀଶୁଙ୍କ ଗାଲିଲି ଅଞ୍ଚଳର ସେବା କାର୍ଯ୍ୟର ଏକ ଅଂଶ ଥିଲା।
ମଗଦାନ ଗାଲିଲି ସମୁଦ୍ର କୂଳରେ ଅବସ୍ଥିତ ଏବଂ ଆଜି ଏହା ଏକ ଭଗ୍ନସ୍ତୂପ ହୋଇ ପଡ଼ି ରହିଛି। ଏହା ପ୍ରକାଶ କରେ ଯେ ଆମ ପ୍ରଭୁଙ୍କ ଶିଷ୍ୟମାନେ ତାଙ୍କ ସହିତ ତାଳ ଦେଇ ଚାଲିପାରୁନଥିଲେ। ସେମାନେ ବିଶ୍ୱାସ କରିବାରେ ଏବଂ ବୁଝିବାରେ ବହୁତ ଧୀର ଥିଲେ। ଏହା ବାସ୍ତବରେ ପ୍ରଭୁ ଯୀଶୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲା। ଏହି ସମୟରେ ମନେ ହୁଏ ଯେ ଯେହେତୁ ଧର୍ମନେତାମାନଙ୍କ ସହିତ ତାଙ୍କର ସମ୍ପର୍କ ନଥିଲା, ସେ ନିଜ ଶିଷ୍ୟମାନଙ୍କଠାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ତାଙ୍କ ସହିତ ସମାନ ହୋଇପାରୁନାହାନ୍ତି। ପ୍ରକୃତରେ କହିବାକୁ ଗଲେ ସେ ଆପଣଙ୍କ ଏବଂ ମୋ ପ୍ରତି ମଧ୍ୟ ବହୁତ ଧୈର୍ଯ୍ୟଶୀଳ। ଆମ ଭିତରୁ ଅନେକଙ୍କୁ ତାଙ୍କ ସହିତ ତାଳ ଦେଇ ଚାଲିବା ଶିଖିବାକୁ ହେବ। ଆମେ ଆମର ବିଶ୍ୱାସରେ ବହୁତ ପଛରେ ଅଛୁ। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରିବାରେ ଆପଣଙ୍କୁ ସାହାଯ୍ୟ କରନ୍ତୁ। ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ କଥା କହିଅଛ। ଆଜିର ଅଧ୍ୟୟନ ମଧ୍ୟରେ ଯାହା କିଛି ପ୍ରଭୁ ଆମେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରି ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନେଇ ପବିତ୍ର ପ୍ରିୟ ପ୍ରଭୁ ସେମାନଙ୍କର ବନ୍ଧୁବାନ୍ଧବ ପିଲା ପରିବାର ସମସ୍ତଙ୍କୁ ତୁମେ ସାହାଯ୍ୟ କର, ଅନୁଗ୍ରହ ଦୟା କର ବୋଲି ତୁମ ନିକଟରେ ପ୍ରାର୍ଥନା କରୁଛୁ। କାହାରି ଯଦି କୌଣସି ପ୍ରକାର ସମସ୍ୟା ଥାଏ, ଦୁଃଖ ଥାଏ, କଷ୍ଟ ଥାଏ, ସେ ସବୁକୁ ତୁମେ ଦୂର କର। ସେମାନେ ଯେପରି ଆଗାମୀ ଦିନରେ ତୁମରି ବାକ୍ୟ ପ୍ରତି ତୁମ ପ୍ରତି ଯେପରି ମନୋଯୋଗୀ ହେବାକୁ ପାରିବେ, ତୁମଠାରେ ବିଶ୍ୱାସ ଭରସାର ଜୀବନ କାଟିବେ, ସେହିପରି ତୁମେ ସାହାଯ୍ୟ କର। ଗୌରବ ସମ୍ଭ୍ରମ ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଅଧ୍ୟୟନରୁ ଆମେ ଶିଖିଲୁ ଯେ ଯୀଶୁ ଫାରସୀମାନଙ୍କର ସାମ୍ନା କରିଥିଲେ ଏବଂ ସେମାନଙ୍କର ଅସାର ପରମ୍ପରାକୁ ପଦାରେ ପକାଇଥିଲେ। ସେ ଶିକ୍ଷା ଦେଇଥିଲେ ଯେ ପ୍ରକୃତ ଅଶୁଦ୍ଧତା ହୃଦୟରୁ ଆସିଥାଏ, କୌଣସି ବାହ୍ୟ ରୀତିନୀତିରୁ ନୁହେଁ। ସେ ଜଣେ ଅଣଜିହୁଦୀ ସ୍ତ୍ରୀର ବିଶ୍ୱାସକୁ ମଧ୍ୟ ପ୍ରଶଂସା କରିଥିଲେ, ଯାହା ଦର୍ଶାଏ ଯେ ଈଶ୍ୱରଙ୍କର ଅନୁଗ୍ରହ କେବଳ ଇସ୍ରାଏଲ ମଧ୍ୟରେ ସୀମିତ ନୁହେଁ। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯେଉଁଠାରେ ଯୀଶୁ ଫାରୋସୀ ଓ ସାଧୁକୀମାନଙ୍କ ସହ ନିଜର ସଂଗ୍ରହ ଜାରି ରଖୁଛନ୍ତି, ସେଠାରେ ସେ ଶିଷ୍ୟମାନଙ୍କୁ ନିଜର ବିଶ୍ୱାସ ସ୍ୱୀକାର କରିବାକୁ ଆହ୍ୱାନ କରୁଛନ୍ତି, ଯେଉଁଠି ପିତର ସମସ୍ତଙ୍କ ପକ୍ଷରୁ ଉତ୍ତର ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ବି ଗାଲିଲି। ଆଜିର ପ୍ରଶ୍ନଟି ହେଉଛି ଯୀଶୁ ଫାରୁସୀମାନଙ୍କୁ କ'ଣ ଭାଙ୍ଗିବା ପାଇଁ ଅଭିଯୋଗ କରିଥିଲେ? ଏ ପରମେଶ୍ୱରଙ୍କ ଆଜ୍ଞା, ବି ରୋମିଓ ଆଇନ, ସି ବିଶ୍ରାମବାର ନିୟମ, ଡି ମନ୍ଦିର ସଂକେତ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଜଗତସିଂହପୁରରୁ ବର୍ଷାରାଣୀ ଖୁଣ୍ଟିଆ।